ଆଜି ଆମେ ଠେକୁଆ ଓ କଇଁଛ ଗପ ଶୁଣିବା। ଗୋଟିଏ ଠେକୁଆ ବଣ ବୁଦାରେ ଥାଏ। ଗୋଟିଏ କଇଁଛ ବୁଦା ପାଖରେ ଥିବା ପୋଖରୀରେ ଥାଏ। ଠେକୁଆ ଓ କଇଁଛ ଦୁଇଜଣ ସଙ୍ଗାତ ହେଲେ। ଠେକୁଆ ଓ କଇଁଛ ମିଶି ବୁଲିବା, ଖେଳିବା ଓ ମଜା କରିବାକୁ ଆରମ୍ଭ କଲେ। ଦିନେ ଠେକୁଆ କହିଲା, ସଙ୍ଗାତ, ଦୌଡ଼ା ଦୌଡ଼ି ଖେଳିବା କି? କଇଁଛ କହିଲା, ହଉ ସଙ୍ଗାତ, ଠିକ୍ ଅଛି। କାଲି ସକାଳୁ ପ୍ରତିଯୋଗିତା ଆରମ୍ଭ କରିବା। ଦୁହେଁ ରାଜି ହୋଇ ନିଜ ବାସସ୍ଥଳୀକୁ ଫେରିଲେ। ତହିଁ ଆରଦିନ ଦୁହେଁ ପ୍ରତିଯୋଗିତା ସ୍ଥଳୀରେ ଭେଟ ହେଲେ। ଠେକୁଆ କହିଲା, ସଙ୍ଗାତ, ଆଗରେ ଯେଉଁ ତାଳଗଛ ଦେଖାଯାଉଛି, ତାକୁ ଯିଏ ଆଗ ଛୁଇଁବ ସିଏ ଜିତିବ। କଇଁଛ ମଧ୍ୟ ରାଜି ହେଲା। ତାପରେ ଗୋଟିଏ ସ୍ଥାନରୁ ଦୌଡ଼ିବା ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରରେ ଦୌଡ଼ିବାକୁ ଆରମ୍ଭ କଲା। କିନ୍ତୁ କଇଁଛ ବହୁତ ଚାଲାକ। ସିଏ ଧୀରେ ଧୀରେ ଚାଲୁଥାଏ। ଠେକୁଆ ଗଛ ମୂଳେ ବସୁ ବସୁ ତାକୁ ନିଦ ମାଡ଼ିଲା। ସେ ଶୋଇପଡ଼ିଲା। କିନ୍ତୁ କଇଁଛ ଧୀରେ ଧୀରେ ଚାଲୁଥାଏ। କେତେବେଳ ପରେ ଠେକୁଆର ନିଦ ଭାଙ୍ଗିଲା। ସେତେବେଳକୁ କଇଁଛ ଗଛ ପାଖରେ ପହଞ୍ଚିଗଲାଣି। ଠେକୁଆ ଖୁବ୍ ଜୋରରେ ଦୌଡ଼ିବାକୁ ଆରମ୍ଭ କଲା। ଦେଖିଲା ବେଳକୁ କଇଁଛ ଆଗରୁ ସେଠି ବସିଛି। କଇଁଛ ଜିତିଲା ଓ ଠେକୁଆ ହାରିଲା। ଏଥିରୁ ଆମେ କ'ଣ ବୁଝିଲେ ପିଲାମାନେ? ହଁ, ଠିକ୍ କଥା। ଅଳସୁଆ ଲୋକ ସବୁବେଳେ ପଛୁଆ।